जाको रखे साइया मार सके ना कोई। आपण माने जहाकू देखिछंती जी आपण मानको जीवन रक्षा करिछंती आउ जी आपण मानको एई जगह को नहीं आसीछंती सी आउ केही नहंती सी हेउछंती स्वयं सद्गुरु। ईश्वर किंतु तांकर स्वरूप अनेक आमे केवल तांकर भिन्न भिन्न स्वरूप को ही पूजा अर्चना करिथाउ। केतेबेले धन प्राप्ति निमंते मां लक्ष्मी को पूजा करिथाउ तो
କେତେବେଳେ ବିଦ୍ୟା ବୁଦ୍ଧି ନିମନ୍ତେ ସରସ୍ୱତୀ ଗଣେଶଙ୍କୁ ପୂଜା କରିଥାଉ। ଏମିତି କଲେ କେବଳ ଜଣେ ଦେବୀ କିମ୍ବା ଦେବତା ସନ୍ତୁଷ୍ଟ ହୋଇଥାନ୍ତି, କିନ୍ତୁ ଗୁରୁଙ୍କୁ ପୂଜା କଲେ ସର୍ବଦେବାଦେବୀ ସନ୍ତୁଷ୍ଟ ହୋଇଥାନ୍ତି। ଏଥିପାଇଁ ବେଦ ପୁରାଣ କୁହେ, ଗୁରୁ ବ୍ରହ୍ମ ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। हे महाभाग, ଆମେ ତ କୌଣସି ସଦ୍ଗୁରୁଙ୍କୁ ଜାଣିନୁ କି ତାକୁ କେବେ ପୂଜା ବି କରିନୁ। ଆଉ ଏ ଗୁରୁ ଭାଗବତ ବି ପଠନ କରିନୁ। ତାହେଲେ ସେ ଆମକୁ କଣ ପାଇଁ ରକ୍ଷା କଲେ? ଆମ ପ୍ରତି ଦୟା କଣ ପାଇଁ? ଗୁରୁ ପ୍ରତି ଶିଷ୍ୟ ପ୍ରତି ଗୁରୁର ସମ୍ପର୍କ ଜନ୍ମ ଜନ୍ମର ଥାଏ। ଗୁରୁ ସଦା ସର୍ବଦା ଶିଷ୍ୟର ପାଖେ ପାଖେ ହିଁ ରହିଥାନ୍ତି, କିନ୍ତୁ ଉଚିତ ସମୟ ଆସିଲେ ସିଏ ତାଙ୍କର ସାନ୍ନିଧ୍ୟ ପ୍ରାପ୍ତିର ସୁଯୋଗ ନିହାତି ଦେଇଥାନ୍ତି। ସେ ଯଦି ଆମ ପ୍ରତି ଏତେ ଦୟାଶୀଳ ଥିଲେ, ତାହେଲେ ଆମ ବିପଦ ସମୟରେ କଣ ପାଇଁ ଆମକୁ ଦୂରରେ ରଖୁଥିଲେ? ଏହି ସ୍ୱର୍ଣ୍ଣ ମୁଦ୍ରିକାକୁ ଦେଖୁଛ? ଏହା ଯଦି ନିଆଁର ଝାସ ସହି ନଥାନ୍ତା, ଏହା କ'ଣ ଶୁଦ୍ଧ ହୋଇଥାନ୍ତା? ନା ଏହିପରି ଭାବେ ଚକଚକ କରୁଥାନ୍ତା? ଠିକ୍ ସେହିପରି ଭାବରେ ଆମେ ଦୁଃଖ ରୂପକ ନିଆଁରୁ ଆଉଟିଲେ ହିଁ ଶୁଦ୍ଧ ଓ ଶକ୍ତିଶାଳୀ ହୋଇଥାଉ। ଆମେ ଆମର ଏହି ଅଭିମାନ ପାଇଁ ଗୁରୁଙ୍କର ଏହି ମହତ୍ତ୍ୱ ଉଦ୍ଦେଶ୍ୟକୁ ବୁଝିପାରିନଥାଉ। ଗୁରୁଦେବ, ତାହେଲେ ଆମ ଜୀବନରେ ଗୁରୁଙ୍କର ଆବଶ୍ୟକତାକୁ ଆଉ ଟିକେ ସରଳ ଭାବରେ ବୁଝେଇ ଦିଅନ୍ତୁ। ବେଦ ପୁରାଣ ଶାସ୍ତ୍ର ସାକ୍ଷୀ ଅଛି, ଦେବାଦେବୀ ରୁଷ୍ଟ ହେଲେ ତାଙ୍କୁ ସନ୍ତୁଷ୍ଟ କରିବାର ଉପାୟ କେବଳ ଗୁରୁ ହିଁ ଦିଅନ୍ତି, କିନ୍ତୁ ଗୁରୁ ରୁଷ୍ଟ ହେଲେ ଆମକୁ କୌଣସି ଦେବାଦେବୀ ରକ୍ଷା କରିପାରିବେ ନାହିଁ। ଜୀବନର ପ୍ରତିଟି ଉଠାଣି ଗରାଣିକୁ ପାରି କରିବାର କୌଶଳ କେବଳ ସ୍ୱୟଂ ସଦ୍ଗୁରୁଙ୍କୁ ହିଁ ଜଣା। ଈଶ୍ୱର ଓ ମାନବ ମଧ୍ୟରେ ସରଳ ଯୋଗସୂତ୍ର କେବଳ ଗୁରୁ ହିଁ ସ୍ଥାପନ କରିଥାନ୍ତି। ଗୁରୁ ପ୍ରତ୍ୟକ୍ଷ ଅନୁଭବୀ, ସେହି ପ୍ରତ୍ୟକ୍ଷ ଅନୁଭବର ଗ୍ରନ୍ଥ ଏହି ଶ୍ରୀ ଗୁରୁ ଭାଗବତ। ମନରେ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଏହି ଶ୍ରୀ ଗୁରୁ ଭାଗବତ। ପ୍ରକୃତ ଗୁରୁ କିଏ? ଗୁରୁଙ୍କ କାର୍ଯ୍ୟ କ'ଣ? ଗୁରୁଙ୍କ ଶକ୍ତି କ'ଣ? ସାଧାରଣ ମାନବ ହିସାବରେ ଆମେ କିପରି ଗୁରୁଙ୍କ ସାନ୍ନିଧ୍ୟ ଲାଭ କରି ଈଶ୍ୱରଙ୍କ କୃପା ପ୍ରାପ୍ତି ପାଇପାରିବା? ସେହି ସମସ୍ତ ପ୍ରଶ୍ନର ଉତ୍ତର ଏହି ଶ୍ରୀ ଗୁରୁ ଭାଗବତ। ଗୁରୁ ବିନା ଜ୍ଞାନ କାହିଁ? ପ୍ରତିଟି ଶିଷ୍ୟ ନିମନ୍ତେ ଗୁରୁଙ୍କ ମୁଖ ନିଃସୃତ ଅମୃତ ହେଉଛି ଏହି ଗ୍ରନ୍ଥ। ଏହି ଗ୍ରନ୍ଥର କୌଣସି ଧର୍ମ ନାହିଁ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯିଏ ନିଜ ଗୁରୁଙ୍କୁ ସ୍ମରଣ କରି ଏହି ଗ୍ରନ୍ଥ ପଠନ କରିବେ, ସେ ନିଶ୍ଚିତ ଭାବେ ଗୁରୁ ଏବଂ ଈଶ୍ୱରଙ୍କ କୃପା ପ୍ରାପ୍ତି କରିପାରିବେ। ଅତି ସରଳରେ କହିବା ପାଇଁ ଗଲେ ଏହି ଗ୍ରନ୍ଥଟି ହେଉଛି ସାଧାରଣ ମାନବ ଜୀବନ ନିମନ୍ତେ ମୃତ୍ୟୁ ସଞ୍ଜୀବନୀ। अरे ये लक्ष्मी, ଆମକୁ ଆଜି ସବୁ କିଛି ମିଳିଗଲା। ପ୍ରକୃତ ସତ୍ୟ ଆଉ ପ୍ରକୃତ ଶାନ୍ତି
ନିଶ୍ଚୟ ଏଠାକୁ ଆସ ଆଉ ଗାଅ। जय श्री गुरुदेव, जय श्री गुरु भागवत की जय, जय श्री गुरु भागवत की जय, जय श्री गुरु